ନମସ୍କାର ବନ୍ଧୁମାନେ। ବଉଳ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ଗୃହରେ ଚୁପଚାପ କରିଦିଅନ୍ତୁ ଏହି ଗୋଟିଏ ମୁଠା ଲୁଣର ଏହି ଗୁପ୍ତ ଉପାୟ। ଜୀବନର ସବୁ କଷ୍ଟରୁ ଆପଣଙ୍କୁ ସବୁ ମୁକ୍ତି ମିଳିଯିବ। ଏହା ସହ ଆପଣଙ୍କର ସମସ୍ତ ମନସ୍କାମନା ଗୁଡ଼ିକ ମଧ୍ୟ ପୂର୍ଣ୍ଣ ହେବ। ବନ୍ଧୁମାନେ, ଆଗକୁ ଆସୁଛି ବଉଳ ଅମାବାସ୍ୟା ବା ବକୁଳ ଅମାବାସ୍ୟା। ପୌଷ ମାସର ଅମାବାସ୍ୟା ତିଥିକୁ ଆମେ ବଉଳ ଅମାବାସ୍ୟା ବୋଲି କହିଥାଉ। ଏହି ଦିନ ସ୍ୱତନ୍ତ୍ର ଭାବରେ ବଉଳ ଗଇଁଠା ପିଠାକୁ ପ୍ରସ୍ତୁତ କରି ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଏ। ଏହି କଥାକୁ ଆଧାର କରି ଏହି ଦିନ ପ୍ରତ୍ୟେକ ମନ୍ଦିର ଏବଂ ଘରମାନଙ୍କରେ ବଉଳ ଗଇଁଠା ପିଠା ପ୍ରସ୍ତୁତ କରାଯାଏ ଏବଂ ଭଗବାନଙ୍କୁ ଭୋଗ ରୂପରେ ଅର୍ପଣ କରାଯାଏ। ଏହି ଭିଡ଼ିଓରେ ଆପଣମାନେ ଜାଣିବେ ଯେ ଏ ବର୍ଷ ବଉଳ ଅମାବାସ୍ୟା କେଉଁ ଦିନ ପଡ଼ୁଅଛି, ବଉଳ ଅମାବାସ୍ୟାରେ ଆମ୍ବ ଗଛକୁ କାହିଁକି ପୂଜା କରାଯାଏ ଓ ଏହାର ନୀତି ନିୟମ କ'ଣ ରହିଛି ଏବଂ ଗୋଟେ ମୁଠା ଲୁଣର କେଉଁ ଗୁପ୍ତ ଉପାୟ କରିନେଲେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଗୁଡ଼ିକର ଅନ୍ତ ଘଟିବ। ତେଣୁ ସବୁକିଛି ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁମାନେ, ଭାରତ ଏକ କୃଷି ଭିତ୍ତିକ ଦେଶ ଏବଂ ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ ଅଟେ। କୃଷିକୁ ଆଧାର କରି ଆମେ ଅନେକ ଗୁଡ଼ିଏ ପର୍ବପର୍ବାଣି ପାଳନ କରିଥାଉ। ବନ୍ଧୁମାନେ, ଆମ ହିନ୍ଦୁ ଧର୍ମରେ ଆମେ ବୃକ୍ଷକୁ ବିଶେଷ ମହତ୍ତ୍ୱ ଦେଇଥାଉ ଏବଂ ଅନେକ ବୃକ୍ଷକୁ ପୂଜନୀୟ ମାନି ପୂଜା କରିଥାଉ। ଯେମିତିକି ଆମ ଘରେ ଆମେ ତୁଳସୀକୁ ପୂଜା କରିଥାଉ। ତୁଳସୀ ମାଙ୍କୁ ପୂଜା କଲେ ଘରକୁ ସୁଖ ସମୃଦ୍ଧି ଆସେ। ସେହିପରି ଆମେ ଅଁଳା ଗଛ, ବେଲଗଛ, ଅଶ୍ୱତ୍ଥ ଗଛ, ଅପରାଜିତା ଗଛ ଭଳି ପବିତ୍ର ଗଛ ଗୁଡ଼ିକ ନିଜ ଘରେ ଲଗାଇଥାଉ। ସେହି କ୍ରମରେ ପବିତ୍ର ବଉଳ ଅମାବାସ୍ୟା ବା ପୌଷ ଅମାବାସ୍ୟା ତିଥିରେ ଆମେ ସ୍ୱତନ୍ତ୍ର ଭାବରେ ଆମ୍ବ ଗଛକୁ ପୂଜା କରିଥାଉ। ବସନ୍ତ ଋତୁର ଆଗମନର ବାର୍ତ୍ତା ଆଣି ଆମ୍ବ ଗଛରେ ବଉଳ ଧରେ ଏବଂ ସେହି ଆମ୍ବ ଗଛ ଗୁଡ଼ିକ ପୂଜା କରିବା ଯାଏଁ ଯେଉଁ ଆମ୍ବ ଗଛରେ ବଉଳ ଆସିଥାଏ, ଏହି ଦିନ ଆମ୍ବ ଗଛକୁ ପୂଜା କରି ବଉଳ ଗଇଁଠା ପିଠାକୁ ମଧ୍ୟ ଅର୍ପଣ କରାଯାଏ। ବିଶ୍ୱାସ କରାଯାଏ ଯେ ବିଶେଷ ଭାବରେ ବକୁଳ ଅମାବାସ୍ୟା ଦିନ ଆମ୍ବ ଗଛକୁ ପୂଜା କରାଯିବ, ତେବେ ବର୍ଷଯାକ ପ୍ରଚୁର ଆମ୍ବ ଫଳିବ। ଅନେକ ସ୍ଥାନରେ ଏହି ଦିନ ଆମ୍ବ, ପଣସ, ନଡ଼ିଆ ଏବଂ ଗୁଆ ଗଛକୁ ମଧ୍ୟ ପୂଜା କରାଯାଏ। ଏବେ ଚାଲନ୍ତୁ ଜାଣିବା ଏହି ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ଦିନ ଗୋଟେ ମୁଠା ଲୁଣର କେଉଁ ଗୁପ୍ତ ଉପାୟ କରି ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ବନ୍ଧୁମାନେ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଲୁଣ ଏକ ରାସାୟନିକ ପଦାର୍ଥ ଅଟେ। ମାତ୍ର ଯଦି ଆପଣ ହିନ୍ଦୁ ଧର୍ମଶାସ୍ତ୍ରକୁ ଏବଂ ମୁନି ଋଷିମାନଙ୍କର ମନ୍ତବ୍ୟକୁ ଦେଖିବେ, ତେବେ ଲୁଣ ହେଉଛି ସମୁଦ୍ରର ବୀର୍ଯ୍ୟ ଏବଂ ଆପଣ ତ ଜାଣିଥିବେ ଯେ ମା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ର ଦେବଙ୍କ କନ୍ୟା। ବନ୍ଧୁମାନେ, ବିଶେଷ ଦିନ ଗୁଡ଼ିକରେ ଲୁଣର ଏହି ଉପାୟ କରିନେଲେ ଆପଣ ଅନେକ ସଫଳତା ପାଇବେ। ଆପଣଙ୍କ ଯେଉଁ ବି କାର୍ଯ୍ୟ କରିବେ ସେଥିରେ ସଫଳ ହେବେ। ଲୁଣର ଏହି ଉପାୟ ଗୁଡ଼ିକ ପାଳନ କରିନେଲେ ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଗୁଡ଼ିକ ଦୂର ହେବ। ଯଦି ଆପଣଙ୍କ ଘରେ କେହି ବ୍ୟକ୍ତି ସର୍ବଦା ରୋଗରେ ପଡ଼ୁଛନ୍ତି ଏବଂ ଆପଣ ତାଙ୍କର ଚିକିତ୍ସା କରି କରି ଥକିଗଲେଣି, ତେବେ ମଧ୍ୟ ଆପଣ ଲୁଣର ଏହି ଉପାୟ କରି ଆରୋଗ୍ୟ ଲାଭ କରିପାରିବେ। ଆପଣ ଯଦି ଋଣ କରଜ ଭାରରେ ବୁଡ଼ି ରହିଛନ୍ତି, ଚାକିରିରେ ଆପଣଙ୍କର ଅସୁବିଧା ଆସୁଛି କିମ୍ବା ସମସ୍ତ କ୍ଷେତ୍ରରେ ବାଧା ଆସୁଛି, ତେବେ ମଧ୍ୟ ଏହି ଉପାୟ ଗୁଡ଼ିକ ପାଳନ କରି ଆପଣ ସେ ସମସ୍ୟାରୁ ମୁକ୍ତି ପାଇପାରିବେ। ବନ୍ଧୁମାନେ, ଆପଣ ଭାବୁଥିବେ ଯେ ଲୁଣ ତ ସାଧାରଣ ଜିନିଷ, କିନ୍ତୁ ଲୁଣ ଭିତରେ କିଛି ଏମିତି ଚମତ୍କାରୀ ଗୁଣ ଲୁଚି ରହିଛି ଯାହାକି ସମସ୍ତ ଲୋକେ ଜାଣିନଥାନ୍ତି। ଆପଣ ଯଦି ଲୁଣର ଏହି ଚମତ୍କାରୀ ଉପାୟ ଗୁଡ଼ିକୁ ଜାଣିନେବେ, ତେବେ ଆପଣଙ୍କ ଜୀବନରେ ଧନ ଜନିତ ଯେଉଁ ସମସ୍ୟା ସୃଷ୍ଟି ହେଉଛି ତାହା ଦୂର କରିପାରିବେ। ବନ୍ଧୁମାନେ, ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଲୁଣର ବିଶେଷ ଭୂମିକା ରହିଛି। ଅନେକ ପ୍ରକାରର ଲୁଣ ବିଷୟରେ ଆପଣ ଜାଣିଥିବେ, ଯେମିତିକି କଳା ଲୁଣ, ସନ୍ଧୈବ ଲୁଣ ଏବଂ ସାଧାରଣ ଲୁଣ, ଯାହାକୁ ଆମେ ପ୍ରତ୍ୟେକ ଦିନ ଖାଦ୍ୟରେ ବ୍ୟବହାର କରୁ। ଜ୍ୟୋତିଷ ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ର ଗ୍ରହର କାରକ ମାନାଯାଏ। ଅନେକ ଲୁଣକୁ ରାହୁର କାରକ ବୋଲି ଜାଣନ୍ତି। ସେଥିପାଇଁ ଲୁଣର ଉପାୟ କରି ଆପଣ ସମସ୍ତ ଉଗ୍ର ଗ୍ରହମାନଙ୍କୁ ଶାନ୍ତ କରିପାରିବେ। ଜ୍ୟୋତିଷ ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର କାରକ ବୋଲି ମାନାଯାଏ। ସେଥିପାଇଁ ଆପଣ ଲୁଣକୁ କୌଣସି ଷ୍ଟିଲ୍ କିମ୍ବା ଲୁହାର ପାତ୍ରରେ ରଖୁଛନ୍ତି। ଏପରି କରିବା ଦ୍ୱାରା ଚନ୍ଦ୍ର ଏବଂ ଶନିଙ୍କର ମିଳନ ହୁଏ।
ଯାହାକି ଅତ୍ୟନ୍ତ ଅଶୁଭ ଅଟେ। ସେଥିପାଇଁ ଆପଣ କ'ଣ କରିବେ ନା ପ୍ଲାଷ୍ଟିକ୍ କିମ୍ବା ଲୁହାର ଡବାରେ ଲୁଣ ରଖିବେ ନାହିଁ। କାଚର ଡବା ଲୁଣ ରଖିବା ପାଇଁ ସର୍ବୋତ୍ତମ ଅଟେ। ଆପଣ ଯଦି ଲୁଣକୁ କାଚର ଡବାରେ ରଖିବେ ତେବେ ଲୁଣର କୌଣସି ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ। ଲୁଣ ତଳେ ପଡ଼ିଗଲେ ଏହା ଆପଣଙ୍କ ଘରେ ଋଣ ବୃଦ୍ଧିର କାରଣ ପାଲଟେ ଏବଂ ଘରେ ଛୋଟମୋଟ ସମସ୍ୟା ଉତ୍ପନ୍ନ ହୁଏ। ଅନେକ ଲୋକ ଲୁଣ ନେବା ପରେ ଲୁଣ ହାତକୁ କପଡ଼ାରେ ପୋଛି ଦିଅନ୍ତି, ମାତ୍ର ଏପରି କରିବା ଉଚିତ ନୁହେଁ। ଯଦି ଲୁଣ ତଳେ ପଡ଼ିଯାଏ ତାହାକୁ ଆପଣ ହାତରେ ଉଠାଇ ଆଣି ପାଣିରେ ଧୋଇ ଦିଅନ୍ତୁ। ବନ୍ଧୁମାନେ, ଆପଣ ଧ୍ୟାନ ରଖିବେ ଯେ କେବେ କେହି ବ୍ୟକ୍ତିର ହାତକୁ ସିଧାସଳଖ ଭାବରେ ଲୁଣ ଦେବେ ନାହିଁ। ଏପରି କରିବା ଦ୍ୱାରା ସେ ବ୍ୟକ୍ତି ଏବଂ ଆପଣଙ୍କ ଭିତରେ ଥିବା ସମ୍ପର୍କ ଖରାପ ହୋଇଥାଏ। ଗୁରୁବାରକୁ ଛାଡ଼ି ପ୍ରତ୍ୟେକ ଦିନ ଆପଣ ଘର ପୋଛା ପାଣିରେ କିଛି ଲୁଣ ମିଶାଇ ଘର ପୋଛନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଶକ୍ତିଗୁଡ଼ିକ ଦୂର ହେବ ଏବଂ ଘର ସକାରାତ୍ମକ ଊର୍ଜାର ସଞ୍ଚାର ହେବ, ଯାହାକି ମା ଲକ୍ଷ୍ମୀଙ୍କର ଆଗମନର ବାଟକୁ ଫିଟାଇ ଦେବ। ଧନ ବୃଦ୍ଧି ପାଇଁ ଆପଣ ଏହି ଅମାବାସ୍ୟା ଦିନ ଏକ କାଚର ଗ୍ଲାସ୍ ନେବେ ଏବଂ ସେଥିରେ ପାଣି ଭର୍ତ୍ତି କରି ନେବେ। ଏହାପରେ 1 ଚାମଚ ଧଳା ଲୁଣ ସେହି ଗ୍ଲାସରେ ମିଶାଇବେ। ଏହାପରେ ସେ ଗ୍ଲାସକୁ ନେଇ ଘରର ନୈಋତ୍ୟ କୋଣରେ ରଖିଦେବେ। ଏପରି କରିଲେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଏହା ଧନ ବୃଦ୍ଧି କରେ। ବନ୍ଧୁମାନେ, ଏହି ଅମାବାସ୍ୟା ଦିନ ଆପଣ ନିଜ ବାଥରୁମରେ ଗୋଟେ କାଚର ପାତ୍ର ଗିନାରେ ଗୋଟେ ଗିନା ଲୁଣ ନେଇ ରଖିଦିଅନ୍ତୁ। ବାଥରୁମ୍ ସହ ଲ୍ୟାଟ୍ରିନ୍ ଯୁକ୍ତ ହୋଇ ରହିଥାଏ, ଯାହାକି ଏକ ଅଶୁଭ ଏବଂ ଅପରିଷ୍କାର ସ୍ଥାନ ଅଟେ ଏବଂ ଏହି ବାଥରୁମରୁ ହିଁ ଅଧିକ ମାତ୍ରାରେ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ। ଆପଣ ଯଦି ଗୋଟିଏ ଗିନା ଲୁଣ ନେଇ ବାଥରୁମରେ ରଖିବେ ତେବେ ସେ ଲୁଣ ବାଥରୁମରେ ଥିବା ସମସ୍ତ ନକାରାତ୍ମକ ଶକ୍ତିକୁ ନିଜ ଭିତରକୁ ନେଇଯିବେ। ଯଦି ଆପଣଙ୍କ ପିଲାଙ୍କୁ ବାରମ୍ବାର କୁଦୃଷ୍ଟି ବା ନଜର ଲାଗିଯାଉଛି ତେବେ ଆପଣ ଏହି ଅମାବାସ୍ୟା ଦିନ ଗୋଟେ ମୁଠା ଲୁଣ ନେଇ ନିଜର ଲାଗିଥିବା ପିଲାର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ବାମରୁ ଡାହାଣକୁ ବୁଲାଇ ଆଣନ୍ତୁ ଏବଂ ସେ ଲୁଣକୁ ବେସିନ୍ କିମ୍ବା ସିଙ୍କ୍ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ନଜର ଦୋଷ କଟିଯାଏ। ଯଦି ଆପଣ କିମ୍ବା ଆପଣଙ୍କ ଘରର କେହି ସଦସ୍ୟ ବାରମ୍ବାର ରୋଗଗ୍ରସ୍ତ ହେଉଛନ୍ତି ତେବେ ଆପଣ ସର୍ବଦା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ଏବଂ ନିଜର ଶୟନ କକ୍ଷରେ ଗୋଟିଏ କାଚର ଗିନାରେ ସନ୍ଧୈବ ଲବଣ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ। ଆପଣ ଏଥିପାଇଁ ସନ୍ଧୈବ ଲବଣ ହିଁ ବ୍ୟବହାର କରିବେ। ବନ୍ଧୁମାନେ, ଯଦି ଆପଣଙ୍କୁ କୁଣ୍ଡଳୀରେ ଚନ୍ଦ୍ର କିମ୍ବା ମଙ୍ଗଳର ଦୋଷ ଚାଲିଛି ତେବେ ଲୁଣର ପ୍ରୟୋଗ କରି ଆପଣ ସେ ଦୋଷରୁ ମୁକ୍ତ ହୋଇପାରିବେ। ସେଥିପାଇଁ ଆପଣ 21 ଦିନ ପର୍ଯ୍ୟନ୍ତ ଏହି ଉପାୟଟିକୁ ପାଳନ କରନ୍ତୁ ଏବଂ ଏହି ଅମାବାସ୍ୟା ଦିନଠାରୁ ଏହି ଉପାୟକୁ ଆରମ୍ଭ କରନ୍ତୁ। ଆପଣ କିଛି ଲୁଣ ନିଜ ଉପରୁ 7 ଥର ବୁଲାଇ ଆଣନ୍ତୁ ଏବଂ ସେ ଲୁଣକୁ ନେଇ କୌଣସି ପ୍ରବାହିତ ଜଳରେ ପକାଇ ଦିଅନ୍ତୁ। ଏପରି 21 ଦିନ ପର୍ଯ୍ୟନ୍ତ କଲେ ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଏବଂ ମଙ୍ଗଳ ଦୋଷ ସମାପ୍ତ ହେବ। ବନ୍ଧୁମାନେ, ଯଦି ଆପଣ ସର୍ବଦା ମାନସିକ ଚିନ୍ତାରେ ରହୁଛନ୍ତି, ଆପଣଙ୍କୁ ସବୁବେଳେ ଅସ୍ତବ୍ୟସ୍ତ ଲାଗୁଛି, ତେବେ ଆପଣ କ'ଣ କରିବେ ନା କିଛି ଲୁଣ ନେଇ ନିଜ ମୁଣ୍ଡ ପାଖରେ 7 ଥର ବୁଲାଇ ଆଣିବେ। ତାପରେ ଏହି ଲୁଣକୁ ନେଇ କୌଣସି ବୃକ୍ଷ ମୂଳରେ ପକାଇ ଦେଇ ଆସନ୍ତୁ। ଏପରି କରିବା ଦ୍ୱାରା ଆପଣ ଦେଖିବେ ଧୀରେ ଧୀରେ ଆପଣ ମାନସିକ ଚିନ୍ତାରୁ ମୁକ୍ତ ହୋଇଯିବେ। ଆପଣଙ୍କର ମନ ପ୍ରଫୁଲ୍ଲ ରହିବ ଏବଂ ଶରୀର ମଧ୍ୟ ସୁସ୍ଥ ରହିବ। ତ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।